ମିଛରେ ଭାଷଣ ବାଜି ମାରିକି ଲାଭ କ'ଣ? ଆମେ ସିନେମା କରିଛୁ, ଆମର 6 କୋଟି ଲାଭ ହେଲା। କୋଉଠି ଲାଭ ହେଲା? ତେଜରାତି ଦୋକାନ ନାହିଁ ତ ବିକ୍ରି କୋଉଠି ହେଲା? ଜୟ ଜଗନ୍ନାଥ। ଆମ ସମସ୍ତଙ୍କର ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଆମ କଳା, ଆମ ସାହିତ୍ୟ, ଆମ ସଂସ୍କୃତି, ଆମ ସିନେମା କ୍ରମଶଃ ନିଜର ସତ୍ତା ହରଉଛି। ଏବଂ ସବୁଠୁ ବଡ଼ କଥା ହେଲା ଓଡ଼ିଶାର ସିନେମା ଶିଳ୍ପ। ଆପଣ ପାରାଦୀପରୁ କଟକ ଆସିବେ, ପାଖାପାଖି 105 କିଲୋମିଟର ଆପଣ ଜର୍ଣ୍ଣି କରିବେ। ଆ ଭିତରେ ଦୁଃଖର କଥା କ'ଣ ଜାଣିଛନ୍ତି? ଆପଣ ଗୋଟିଏ ବି ସିନେମା ହଲ୍ ବାଦାମବାଡ଼ି ଯାଏ ପାଇବେନି ଯୋଉଟା ଖୋଲା ଅଛି। ଯଦି ସିନେମା ବଞ୍ଚିନି ତାହେଲେ ସିନେମା ନାମକ ଗୋଟେ ଶିଳ୍ପ ବଞ୍ଚିବ କେମିତି? ତାକୁ ବଞ୍ଚେଇବାକୁ ଚେଷ୍ଟା କରିବାକୁ ସାନ ଭାଇ ପପୁ ଆଉ ସାନ ଭାଇ ନିର୍ଦ୍ଦେଶକ ଅମରପତି ଗୋଟେ ବଡ଼ ଚେଷ୍ଟା କରିଛନ୍ତି ଯେ ଗାଁ ସିନେମା ଘର, ଓଡ଼ିଶାର ପ୍ରତି ପଞ୍ଚାୟତରେ ଗୋଟେ ଲେଖା ସିନେମା ଘର ହବ, ଯୋଉଠି ଲୋକେ ଖୁବ୍ କମ୍ ପଇସାରେ ସିନେମା ଦେଖିପାରିବେ। ଆ ଦ୍ୱାରା ଦୁଇଟା କଥା ହବ। ସିନେମାର ଯେଉଁମାନେ ଟେକ୍ନିସିଆନ ସେମାନେ ବଞ୍ଚିବେ, ଯେଉଁମାନେ କଳାକାର, ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ସେମାନେ ବଞ୍ଚିବେ। ଏବଂ ସବୁ ପରେ ମରିବାକୁ ଯାଉଥିବା ଗୋଟେ ଶିଳ୍ପର ପୁନରୁଦ୍ଧାର ହବ। ମିଛରେ ଭାଷଣ ବାଜି ମାରିକି ଲାଭ କ'ଣ? ଆମେ ସିନେମା କରିଛୁ, ଆମର 6 କୋଟି ଲାଭ ହେଲା। କୋଉଠି ଲାଭ ହେଲା? ତେଜରାତି ଦୋକାନ ନାହିଁ ତ ବିକ୍ରି କୋଉଠି ହେଲା? ଅଜବ କଥା ଇଏ। ଅନ୍ତତଃ ଦୋକାନ ଖୋଲୁ, ତାପରେ ଲାଭ କ୍ଷତିର ହିସାବ ହଉ। ପ୍ରତି ଗାଁରେ ଗୋଟେ ଗାଁ ସିନେମା ଘର ରହୁ। ଏବଂ ଯୋଉ ସ୍ୱପ୍ନ ଦେଖିଥିଲେ ଦିନେ ଗୋସ୍ୱାମୀ, ନନ୍ଦ, ମିଶ୍ର, ଆମେ ନଷ୍ଟ ହବାକୁ ଦବାନି। ବାହାଦୁରରେ ସିନେମା ବଞ୍ଚିନି, ସିନେମା ବଞ୍ଚେ ତାର ବିକ୍ରିରେ। କଥା 80% ସିନେମା ହଲ୍ ବନ୍ଦ ହେଇସାରିଛି। ଏବେ ଯଦି ଗାଁ ଗାଁରେ ସିନେମା ଘର ନ ହବ, ଓଡ଼ିଶାବାସୀଙ୍କ ନିବେଦନ ଏ ପ୍ରୟାସକୁ ସାହାଯ୍ୟ କରନ୍ତୁ। କଥା ଯଦି କାହାକୁ କଷ୍ଟ ଦେଇଥାଏ ମୋତେ ଉଦାର ହୃଦୟରେ କ୍ଷମା ଦେବେ। ଜୟ ଜଗନ୍ନାଥ।